ଦେଖନ୍ତୁ ଆମେ ଏଟାକୁ ଆପଣ ମାନେ ସମସ୍ତେ ଏଜୁକେଟେଡ୍ ସମସ୍ତେ ଗୋଟେ ଗଣମାଧ୍ୟମରେ କାମ କରୁଛନ୍ତି ସବୁଠି ସବୁ କଥାକୁ ଆମେ ଯଦି ଦୃଷ୍ଟିଭଙ୍ଗୀକୁ ଦେଖିବା ତା ମାନେ ଏ ପର୍ଯ୍ୟନ୍ତ ଯେଉଁ ନିର୍ବାଚନ ସବୁ ଥିଲା ଯେତେବେଳେ ଗଣିତ ନଥିଲା ତା କ'ଣ ଘୋଡ଼ା ବେପାର କୁହାଯାଉଥିଲା। ଦେଖନ୍ତୁ ଘୋଡ଼ା ବେପାରର କହିବାଟା ତାତ୍ପର୍ଯ୍ୟ ଅତ୍ୟଧିକ ଭାବରେ ଏଇଟା ମୁଁ ଭାବୁଛି ଜଣେ ରାଜନୈତିକ ବ୍ୟକ୍ତି ଏବଂ ସାଧାରଣ ଭାବରେ ଯଦି ଆମେ ଭାବିବା ଯେ ଆମେ ଲୋକଙ୍କ ସ୍ୱାର୍ଥ ପାଇଁକି ଲଢ଼ୁଛେ ଏବଂ ଗୋଟେ ରାଜନୀତିରେ ଗୋଟେ ସ୍ୱାଭିମାନ ଅଛି ଆପଣ ସେ ସ୍ୱାଭିମାନ କଥା ଯଦି କହିବା ତାର ପରାଜୟ ହେଇନାହିଁ ତାର ବିଜୟ ହେଇଛି। ଆମେ ଦେଖୁଛନ୍ତି ଯେ ପ୍ରଥମ ପ୍ରାର୍ଥୀ ଉପରେ ବି ବିଜେଡ଼ିର ମଧ୍ୟ ତାଙ୍କ ଦଳରେ ବହୁତ ପ୍ରକାର ଟିକା ଟିପ୍ପଣୀ ଦେଉଥିଲେ ଯେ ପ୍ରଥମ ବ୍ୟକ୍ତି ଯିଏ ବି ଥିଲେ ସମସ୍ତେ ସେଥିରେ ଖୁସି ନଥିଲେ ତ ତା ସତ୍ତ୍ୱେ ତାଙ୍କର ଯେହେତୁ ଗଣିତ ଥିଲା ପ୍ରଥମ ପ୍ରାର୍ଥୀଟି ବିଜୟ କଲେ ଏବଂ ଦୁଇ ପ୍ରାର୍ଥୀ ତାଙ୍କର ଯେଉଁ ଦିଆଯାଇଥିଲା ଦ୍ୱିତୀୟ ପ୍ରାର୍ଥୀ ତାଙ୍କୁ ନିଶ୍ଚିତ ଭାବରେ ସମସ୍ତେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଆମେ କହିବା ଯେ ପ୍ରକୃତରେ ଏଇଟା ଗୋଟେ ଓଡ଼ିଶାରେ ଯେଉଁ ଚ୍ୟାଲେଞ୍ଜ ନେବାର ଥିଲା ଆଜ୍ଞା ଗଣତନ୍ତ୍ର କେବଳ ବିଜୟ ନୁହେଁ ଯେଉଁ ଇଚ୍ଛା ଶକ୍ତି ଧରିକିରି ମୁଁ ତ କହିବି ଯେଉଁ ଯୁବ ବିପ୍ଳବୀ ବିଧାୟକ ମାନେ ଆଜି ତାଙ୍କର ମତାମତ ଦେଲେ ଆପଣଙ୍କର ସୌଭିକ ବିଶ୍ୱାଳ କଥା କୁହନ୍ତୁ ଆପଣଙ୍କର ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀଙ୍କ କଥା କୁହନ୍ତୁ ଯାହାକୁ କୁହାଯାଏ ଗୋଟେ ଭେଟରାନ୍ ପଲିଟିକାଲ ଲିଡର ବିଜୟ ଭାଇଙ୍କ ପୁଅ କଥା କୁହନ୍ତୁ ରମେଶ ଭାଇଙ୍କ କଥା ରମେଶ ଭାଇ ବହୁତ ଦିନ ହେଲାଣି ମୁଁ ବି କଂଗ୍ରେସରେ ବହୁତ ବର୍ଷ କାମ କରିଛି ଯେଉଁମାନେ ଗୋଟେ ନେତୃତ୍ୱକୁ ବିକଳ୍ପ ବୋଲି ଚିନ୍ତା କରିକିରି ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଥିଲେ ଏବଂ ସେଟାର ସୁଯୋଗ ନଥିଲା ଏଇଟା ଗୋଟେ ଠିକ୍ ପ୍ଲାଟଫର୍ମ ହେଲା ତ ସେଥିପାଇଁକି ସମସ୍ତେ ଠିକ୍ ଭାବରେ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଭାରତବର୍ଷର ଯେଉଁ କଥା ଆମେ ଓଡ଼ିଶା ଗୋଟିଏ ଠିକ୍ ପ୍ରଗତିର ଟ୍ରେନ୍ ହେଇପାରିବ ସେଥିପାଇଁକି ଏଇଟାର ନିହାତି ଭାବରେ ସଫଳ ହେଇଛି ଏଇଟା ଆମେ ସମସ୍ତଙ୍କ ପାଇଁ ଆଜି ଖୁସିର କଥା।